গর্বিত দেবালয়ে সভা মধ্যে ইয়ে নমস্কার বিবর্জিত জল জল ପାଣିରେ ଥିଲା ବେଳେ ଆଜ୍ଞା କେହି କାହାକୁ ନମସ୍କାର ହବନି। ପାଣି ଚିଆ ହେଇଯିବ ଜପ ହସ୍ତ ହଁ ପୂଜା କଲା ବେଳେ ହଁ କେହି କାହାକୁ ନମସ୍କାର ହବନି। ନାଇଁ ବାଉଳା ହେଇଯିବ ଧାବତମ୍ ହଁ ଦୌଡ଼ିବା ବେଳେ ହଁ ହଁ ଆପଣ ଯାହାକୁ ନମସ୍କାର କରୁଛନ୍ତି ହଁ ସେ ଧାବତମ୍ ସେ ଦୌଡୁଛନ୍ତି ହଁ ତାଙ୍କୁ ନମସ୍କାର ହେବେନି। ନାଇଁ ସେଟା ସେଟା କାଉଳିଆ ହେଇଯିବ ବାବୁ ଧନଗର୍ବି ଲୋକଙ୍କୁ ନମସ୍କାର ହବନି। ହବନି ଦେବାଳୟ ସଭା ମଧ୍ୟରେ ଦେଉଳ ଭିତରେ ଦେଉଳ ଭିତରେ ଆପଣ ମାନେ କାହାକୁ ନମସ୍କାର ହେବେନି। ନା ଦେଉଳରେ ଜଣେ ନମସ୍କାର ପାଇବା ପାଇଁ ଯୋଗ୍ୟ କିଏ ସେ କିଏ? ଆଁ? ଦେବତା ଦେବତା ଦେବତାଙ୍କୁ ଛାଡ଼ିଦେଲେ ଦେଉଳରେ ଆଉ କାହାକୁ ନମସ୍କାର ହବ ଆଉ କାହାକୁ ଆଉ କାହାକୁ ପିତାମାତା ଗୁରୁ ଜନ ମନ୍ଦିରେ ମିଳିଲେ ସାଷ୍ଟାଙ୍ଗ ପ୍ରଣିପାତକୁ କର ତାଙ୍କୁ ଭଲେ ହୋ ଦେଉଳରେ ଆଉ କାହାକୁ ନମସ୍କାର ସିନା ହବନି। ହଁ ବାପା ମା ଯଦି ପହଞ୍ଚିବେ ନମସ୍କାର ହବ। ହବ ଗୁରୁ ନିଜର ଗୁରୁ ପହଞ୍ଚିଲେ ନମସ୍କାର ହବ। ହବ କାରଣ କାରଣ ବାପା ମା ନଥିଲେ ହଁ ତମେ ଦେବତାଙ୍କୁ ଚିହ୍ନିଥାନ୍ତ? ନା ଗୁରୁ ନଥିଲେ ନା। ତମେ ଦେବତାଙ୍କ ପରିଚୟ ପାଇଥାନ୍ତ? ନା ତେଣୁ ଇଏ ତିନି ଜଣଙ୍କୁ ଛାଡ଼ିଦେଲେ ହଁ ଦେଉଳ ଭିତରେ ଆଉ କାହାକୁ ନମସ୍କାର ହବନି। ହବନି ଏଁ? ହଁ। ସଭା ମଧ୍ୟରେ ସଭା ମଧ୍ୟରେ ସଭା ଭିତରେ ହଁ କାହାକୁ କେହି ନମସ୍କାର ହବନି। ହଁ ସେଠି ଜଣେ ନମସ୍କାର ପାଇବାର ଯୋଗ୍ୟ କିଏ ସିଏ ହଉଛନ୍ତି ସଭାପତି। ସଭାପତି ଆଁ? ହଁ ସଭାପତିଙ୍କୁ ଆପଣ ନମସ୍କାର କରିବେ, ହେଇ ଆଉ କାହାକୁ କରିବେନି। ନାଇଁ ନାଇଁ ଯଦି ଆଉ କାହାକୁ ଆପଣ ନମସ୍କାର କଲେ ତାହେଲେ ସଭାପତିଙ୍କ ଅପମାନ ହବ। ଭଗବାନ ହବ ଆଁ? ହଁ